ଏହି ଭିଡ଼ିଓରେ କିଛି ସାଧାରଣ ପ୍ରତିକ୍ରିୟା ଏବଂ ଉଦାହରଣଗୁଡ଼ିକୁ ଲକ୍ଷ୍ୟ କରିବା ଏବଂ ଜାଣିବା ପାଇଁ ଚେଷ୍ଟା କରିବା ଯେ କେଉଁଗୁଡ଼ିକ ତାପ ଶୋଷୀ ଏବଂ କେଉଁଗୁଡ଼ିକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା। ତେବେ ସେଥିପାଇଁ ପ୍ରଥମେ ମୁଁ ଏକ ରାସାୟନିକ ପ୍ରତିକ୍ରିୟାର ଉଦାହରଣ ନେଉଛି, ଯାହାକୁ ଶ୍ୱାସକ୍ରିୟା ବୋଲି କୁହାଯାଇଥାଏ। ଆମେମାନେ ଜାଣିଛନ୍ତି ଶ୍ୱାସକ୍ରିୟା କିଛି ଏହିପରି ରାସାୟନିକ ପ୍ରତିକ୍ରିୟା କରେ ଯେଉଁଥିରେ ଆମେ ଖାଦ୍ୟ ରୂପେ ଗ୍ରହଣ କରୁଥିବା ଗ୍ଲୁକୋଜର ଅଣୁଗୁଡ଼ିକ ଶ୍ୱାସକ୍ରିୟାରେ ନେଉଥିବା ଅମ୍ଳଜାନ ସହିତ ବା ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରି କାର୍ବନ ଡାଇଅକ୍ସାଇଡ୍ ଏବଂ ଜଳ ସୃଷ୍ଟି କରିଥାନ୍ତି ଏବଂ ତା ସହିତ କିଛି ମାତ୍ରାରେ ଶକ୍ତି ଉତ୍ପନ୍ନ ହୋଇଥାଏ। ଏବଂ ଆମେ ପୂର୍ବରୁ ଆଲୋଚନା କରିଥିଲେ ଯେ ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଶକ୍ତି ନିର୍ଗତ ହୋଇଥାଏ ତାହାକୁ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ବୋଲି କୁହାଯାଇଥାଏ। ତେଣୁ ଶ୍ୱାସକ୍ରିୟା ହେଉଛି ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା। ତେବେ ପୁନଶ୍ଚ ଆଉ ଏକ ଉଦାହରଣକୁ ଲକ୍ଷ୍ୟ କରିବା, ଯାହାକୁ ଆଲୋକ ଶ୍ଳେଷଣ ବୋଲି କୁହାଯାଏ। ବର୍ତ୍ତମାନ ଆମେ ଜାଣିଛନ୍ତି ଶ୍ୱାସକ୍ରିୟାର ଠିକ୍ ବିପରୀତ ଭଳି କାମ କରେ ଆଲୋକ ଶ୍ଳେଷଣ। ଆଲୋକ ଶ୍ଳେଷଣରେ କ'ଣ କରେ? ଉଦ୍ଭିଦମାନେ ସାଧାରଣତଃ ସୂର୍ଯ୍ୟାଲୋକର ଉପସ୍ଥିତିରେ ବାୟୁମଣ୍ଡଳସ୍ଥ କାର୍ବନ ଡାଇଅକ୍ସାଇଡ୍ ଏବଂ ମୃତ୍ତିକାସ୍ଥ ଜଳ ସଂଗ୍ରହ କରି ସେମାନଙ୍କ ମଧ୍ୟରେ ବିନିଯୋଗ ଘଟାଇ ଗ୍ଲୁକୋଜର ଅଣୁ ସୃଷ୍ଟି ହୋଇଥାଏ ଏବଂ ଅମ୍ଳଜାନ ଗ୍ୟାସ୍ ନିର୍ଗତ ହୋଇଥାଏ। କିନ୍ତୁ ଏହି ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ଶକ୍ତି ଆବଶ୍ୟକ ହୋଇଥାଏ, ଯେଉଁ ଶକ୍ତି ସୂର୍ଯ୍ୟାଲୋକରୁ ଆସିଥାଏ। ତେଣୁ ଯେହେତୁ ଏହି ରାସାୟନିକ ପ୍ରତିକ୍ରିୟାରେ ଶକ୍ତିର ଆବଶ୍ୟକ ହୋଇଥାଏ, ତେଣୁ ଆଲୋକ ଶ୍ଳେଷଣକୁ ଆମେ ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା ବୋଲି କହିବା। ତେବେ ଆମେ ଏଠି ଜାଣିଲେ ଯେଉଁ ପ୍ରତିକ୍ରିୟାରେ ତାପ ଆବଶ୍ୟକ ପଡ଼େ ତାହାକୁ ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା କୁହାଯାଏ ଏବଂ ଯେଉଁ ପ୍ରତିକ୍ରିୟାରେ ତାପ ନିର୍ଗତ ହୋଇଥାଏ ତାହାକୁ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ବୋଲି କୁହାଯାଇଥାଏ। ତେବେ ଚାଲ ଆଉ ଏକ ଉଦାହରଣକୁ ଲକ୍ଷ୍ୟ କରିବା, ଯାହାକି ହେଉଛି ପନିପରିବା ଗୁଡ଼ିକର ବିଘଟନ। ବର୍ତ୍ତମାନ ଲକ୍ଷ୍ୟ କର, ଏହି ଚିତ୍ରରେ ଯେ ପନିପରିବା ଗୁଡ଼ିକ ବିଘଟନ ହୋଇକି ଖତ ବା ସାରରେ ପରିଣତ ହୁଏ। ବର୍ତ୍ତମାନ ଆମେ ଜାଣନ୍ତି ଯେ ବିଘଟନ ପ୍ରତିକ୍ରିୟା କାହାକୁ କୁହାଯାଏ? ଯେଉଁଥିରେ ଏକ ବଡ଼ ଅଣୁ ବିଘଟିତ ହୋଇ ଛୋଟ ଛୋଟ ପରମାଣୁ ବା ଅଣୁରେ ପରିଣତ ହୋଇଥାଏ। ତେଣୁ ଏସବୁ ହେବା ପାଇଁ ବହୁତ ଆମାଉଣ୍ଟର ବା ବହୁତ ପରିମାଣର ଶକ୍ତିର ଆବଶ୍ୟକ ପଡ଼ିଥାଏ। ତେଣୁ ଏହାକୁ ସାଧାରଣତଃ ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା କହିବା କଥା। କିନ୍ତୁ ବାସ୍ତବରେ ପନିପରିବା ଗୁଡ଼ିକର ବିଘଟନ ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା। କାରଣ ଯେତେବେଳେ ଏହି ପନିପରିବା ଗୁଡ଼ିକର ବିଘଟନ ହୋଇଥାଏ, ଏଥିରୁ ଖତ ବା ସାର ସୃଷ୍ଟି ହୋଇଥାଏ ଏବଂ ଏହି ଖତ ବା ସାରରୁ ଶକ୍ତି ନିର୍ଗତ ହୋଇଥାଏ, ଯାହାକି ଉଦ୍ଭିଦମାନଙ୍କୁ ବଢ଼ିବା ପାଇଁ ଶକ୍ତି ଯୋଗାଇଥାଏ। ତେଣୁ ଆମେ କହିପାରିବା ଯେ ଏହି ପନିପରିବା ଗୁଡ଼ିକର ବିଘଟନ ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ଅଟେ। ତେବେ ଚାଲ ଆଉ କିଛି ଉଦାହରଣ ଗୁଡ଼ିକୁ ଲକ୍ଷ୍ୟ କରିବା ଏବଂ ଜାଣିବା ଯେ କେଉଁଗୁଡ଼ିକ ତାପ ଶୋଷୀ ଏବଂ କେଉଁଗୁଡ଼ିକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା। ବର୍ତ୍ତମାନ ଯଦି ଆମେ ଏହି ପ୍ରଥମ ପ୍ରତିକ୍ରିୟାକୁ ଲକ୍ଷ୍ୟ କରୁଛନ୍ତି, ଏଠାରେ ଆମେ ଲକ୍ଷ୍ୟ କରୁଛନ୍ତି ଯେ FeSO4 ବା ଫେରିକ୍ ବା ଫେରସ୍ ସଲଫେଟ୍କୁ ଭାଙ୍ଗିବା ପାଇଁ ଆମକୁ ତାପର ଆବଶ୍ୟକ ପଡ଼ୁଛି ଏବଂ ଯେହେତୁ ତାପର ଆବଶ୍ୟକ ପଡ଼ୁଛି ତାହେଲେ ତାହାକୁ ଆମେ ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା ବୋଲି କହିବା। ଏବଂ ଦ୍ୱିତୀୟ ରାସାୟନିକ ପ୍ରତିକ୍ରିୟାରେ ତାପ ନିର୍ଗତ ହେଉଛି ଏବଂ ଯେହେତୁ ତାପ ନିର୍ଗତ ହେଉଛି ଏହାକୁ ଆମେ ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ବୋଲି କହିବା। ଏହି ମ୍ୟାଗ୍ନେସିୟମର ରିବନକୁ ଜାଳିବା ଆମେ ଏକ ପରୀକ୍ଷା ସାହାଯ୍ୟରେ ଅନ୍ୟ ଏକ ଭିଡ଼ିଓରେ ଆଲୋଚନା କରିଛନ୍ତି ଏବଂ ଆମେ ଲକ୍ଷ୍ୟ କରିଛନ୍ତି ଯେ ଏଥିରେ ବହୁତ ପରିମାଣରେ ଶକ୍ତି ବା ଆଲୋକ ସୃଷ୍ଟି ହୋଇଥାଏ। ତେଣୁ ଏହା ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା। ବର୍ତ୍ତମାନ ଯଦି ଆମେ କ୍ୟାଲସିୟମ ଅକ୍ସାଇଡ୍କୁ ଜଳ ସହିତ ମିଶାଇବା ତାହେଲେ ଏହା କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ରେ ପରିଣତ ହେଉଛି। ତେଣୁ ଏହା କେଉଁ ପ୍ରକାର ରାସାୟନିକ ପ୍ରତିକ୍ରିୟା? ବର୍ତ୍ତମାନ ଏଥିରେ ତ କୌଣସି ତାପର ଉଲ୍ଲେଖ ନାହିଁ। ତେଣୁ ଆମେ କହିପାରିବା ଯେ ସାଧାରଣତଃ ଭାବରେ ପୂର୍ବରୁ ଆମେ ଆଲୋଚନା କରିଥିଲେ ଯେ ସାଧାରଣତଃ ସଂଶ୍ଳେଷଣ ରାସାୟନିକ ପ୍ରତିକ୍ରିୟାରେ ତାପ ନିର୍ଗତ ହୋଇଥାଏ। ଯେତେବେଳେ ଛୋଟ ଛୋଟ ଅଣୁଗୁଡ଼ିକ ମିଶି ଏକ ବଡ଼ ଅଣୁରେ ପରିଣତ ହୋଇଥାନ୍ତି ସେତେବେଳେ ତାପ ନିର୍ଗତ ହୋଇଥାଏ। ତେଣୁ ଏହାକୁ ଆମେ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ବୋଲି କହିବା। ଏବଂ ସେହିପରି ଯେତେବେଳେ ଲେଡ୍ ନାଇଟ୍ରେଟ୍କୁ ଆମେ ଭାଙ୍ଗିବା ଏହା ଛୋଟ ଛୋଟ ଅଣୁରେ ପରିଣତ ହେବେ ଏବଂ ଏହା ଏକ ବିଘଟନ ପ୍ରକ୍ରିୟା ବୋଲି ଆମେ କହିପାରିବା। ଏବଂ ଏହି ବିଘଟନ ପ୍ରକ୍ରିୟାରେ ଯେହେତୁ ତାପର ଆବଶ୍ୟକ ପଡ଼େ ସାଧାରଣତଃ ଆମେ ଏହାକୁ ତାପ ଶୋଷୀ ରାସାୟନିକ ପ୍ରତିକ୍ରିୟା ବୋଲି କହିବା। ଠିକ୍ ଏହିପରି ଆମେ ଭିନ୍ନ ଭିନ୍ନ ରାସାୟନିକ ପ୍ରତିକ୍ରିୟାକୁ ତାପ ଶୋଷୀ କେଉଁଟି, ତାପ ଉତ୍ପାଦୀ କେଉଁଟି, ଆମେ ଏହାକୁ ବିଭାଗୀକରଣ କରିପାରିବା। ଠିକ୍ ଅଛି।